ଓଡ଼ିଆ ନେଟ୍ ଏଚିଭର୍ସ ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ପୂର୍ବ ଭିଡ଼ିଓରେ ଆମେ ଆଲୋଚନା କରିଥିଲେ ପ୍ରୀତି ସାହିତ୍ୟ ସମ୍ପର୍କରେ 30 ଗୋଟି ପ୍ରଶ୍ନ ଉତ୍ତର। ଆସନ୍ତୁ ଆଜି ଆଲୋଚନା କରିବା ପ୍ରୀତି କାବ୍ୟର ପୃଷ୍ଠଭୂମି ସମ୍ପର୍କରେ 30 ଗୋଟି ପ୍ରଶ୍ନ ଉତ୍ତର। ପୂର୍ବରୁ ଆପଣମାନଙ୍କୁ ଅନୁରୋଧ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଓଡ଼ିଆ ନେଟ୍ ଏଚିଭର୍ସ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ସାଙ୍ଗମାନଙ୍କୁ ସେୟାର କରନ୍ତୁ। ଧନ୍ୟବାଦ। ଭିଡ଼ିଓ ପାଇବାକୁ ଚାହୁଁଥିଲେ ଟେଲିଗ୍ରାମ ଚ୍ୟାନେଲରେ ନିଶ୍ଚୟ ଜଏନ୍ କରିବେ। ପ୍ରୀତି କାବ୍ୟର ପୃଷ୍ଠଭୂମି। ଷୋଡ଼ଶ ଶତାବ୍ଦୀର ସନ୍ଥ ସାହିତ୍ୟ ପରେ ପରେ ପ୍ରୀତି କାବ୍ୟର ହେଲା ସ୍ପର୍ଦ୍ଧିତ ଅଭିଯାନ। ମାନେ କ'ଣ? ସନ୍ଥ ସାହିତ୍ୟର ସମୟ କେତେ? ଷୋଡ଼ଶ। ସନ୍ଥ ସାହିତ୍ୟର ପରେ ପରେ ରୀତି କାବ୍ୟର ଅଭ୍ୟୁଦୟ ଘଟିଥିଲା। ଶ୍ରୀ ଚୈତନ୍ୟ ଦେବଙ୍କ ଓଡ଼ିଶା ଆଗମନ ପରେ ଗୌଡ଼ୀୟ ବୈଷ୍ଣବ ଧର୍ମ ଓ ଗୌଡ଼ୀୟ ବୈଷ୍ଣବ ଧର୍ମକୁ କେନ୍ଦ୍ର କରି ଅନେକ ସନ୍ଥ କାବ୍ୟର ସୃଷ୍ଟି କରିଛି। ମାନେ ଶ୍ରୀ ଚୈତନ୍ୟ ଓଡ଼ିଶାକୁ ଆସିବା ପରେ ଉତ୍କଳୀୟ ବୈଷ୍ଣବ ଧର୍ମ, ଗୌଡ଼ୀୟ ବୈଷ୍ଣବ ଧର୍ମକୁ କେନ୍ଦ୍ର କରି ଅନେକ ସନ୍ଥ କାବ୍ୟମାନ ସୃଷ୍ଟି ହୋଇଥିଲା। ସେ ସମୟର ବା ସମକାଳୀନ ସାମନ୍ତବାଦୀ ରାଜ ପରମ୍ପରା ହେଲା ରୀତି କାବ୍ୟର ପୃଷ୍ଠପୋଷକ। ସେ ସମୟର ସାମନ୍ତବାଦୀ ରାଜ ପରମ୍ପରା ଥିଲା ରୀତି କାବ୍ୟର ପୃଷ୍ଠପୋଷକ। ଏହି ସମୟରେ ଓଡ଼ିଶାରେ ଦେଖାଦେଲା ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧର୍ମୀୟ ସଙ୍କଟ। ସେ ସମୟରେ କ'ଣ ଦେଖାଦେଇଥିଲା? ଓଡ଼ିଶାରେ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧର୍ମୀୟ ସଙ୍କଟ। ଓଡ଼ିଶାର ଗଜପତି ବଂଶ ଓ ତାହାର ପତନ ପରେ ଗଜପତି ବଂଶ ଏବଂ ସେମାନଙ୍କର ପତନ ପରେ ବିଭିନ୍ନ ସାମନ୍ତ ରାଜବଂଶରେ କୁଶଳୀ କାବ୍ୟକାର ଓ ରସିକ ରାଜପୁରୁଷଙ୍କର ଆବିର୍ଭାବ ଘଟିଥିଲା। ମାନେ କ'ଣ ହେଇଥିଲା? ଓଡ଼ିଶାର ରାଜା ଗଜପତି ବଂଶ ଓ ତାହାର ପତନ ପରେ ବିଭିନ୍ନ ସାମନ୍ତ ରାଜବଂଶରେ କୁଶଳୀ କାବ୍ୟକାର ଓ ରସିକ ରାଜପୁରୁଷମାନଙ୍କର ଆବିର୍ଭାବ ଘଟିଥିଲା। ସାହିତ୍ୟ, ସଙ୍ଗୀତ, ନୃତ୍ୟକଳାର ବିକାଶ ଦିଗରେ ରାଜବଂଶର ଆର୍ଥିକ ସାହାଯ୍ୟ ମଧ୍ୟ ଦିଆଯାଉଥିଲା। ତେଣୁ ରୀତି ସାହିତ୍ୟ ସୃଷ୍ଟି ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି କରିଥିଲା। ସଂସ୍କୃତ ଭାଷାରେ ରଚିତ ଗୀତ ଗୋବିନ୍ଦ, ନୈଷଧ ଚରିତ, କୁମାର ସମ୍ଭବ, ରଘୁବଂଶ, ମେଘଦୂତ, ସାହିତ୍ୟ ଦର୍ପଣ, ରସ ତରଙ୍ଗିଣୀ, କୃଷ୍ଣ ଲୀଳାମୃତ, ବିଜ୍ଞାନ ଶାକୁନ୍ତଳମ୍, ଧ୍ୱନ୍ୟାଲୋକ, କାବ୍ୟ ପ୍ରକାଶ ପ୍ରଭୃତି ଆଳଙ୍କାରିକ ତଥା ଶୃଙ୍ଗାରଧର୍ମୀ ଗ୍ରନ୍ଥ ଓ ଶୃଙ୍ଗାରଧର୍ମୀ ଗ୍ରନ୍ଥ ମଧ୍ୟଯୁଗୀୟ ଓଡ଼ିଆ ରୀତି କାବ୍ୟର ପ୍ରେରଣା ପାଇଁ ମୂଳ ଉତ୍ସ ରୂପେ ପରିଚିତ। ମଧ୍ୟଯୁଗୀୟ ଓଡ଼ିଆ ରୀତି କାବ୍ୟର ପ୍ରେରଣାର ମୂଳ ଉତ୍ସ ଥିଲା ଏହି ସବୁ କାବ୍ୟ ଏବଂ ଗ୍ରନ୍ଥ ଗୁଡ଼ିକ। ବୁଝିପାରିଲେ? ଆସନ୍ତୁ ପ୍ରଥମ ପ୍ରଶ୍ନକୁ ଯିବା। ଓଡ଼ିଆ ସାହିତ୍ୟର ଇତିହାସ ପ୍ରଣୟନ କ୍ଷେତ୍ରରେ ସର୍ବପ୍ରଥମେ କିଏ ପ୍ରଚେଷ୍ଟା କରିଥିଲେ? ଓଡ଼ିଆ ସାହିତ୍ୟର ଇତିହାସ ପ୍ରଣୟନ କ୍ଷେତ୍ରରେ ସର୍ବପ୍ରଥମେ କିଏ ପ୍ରଚେଷ୍ଟା କରିଛନ୍ତି? ହଣ୍ଟର ସାଏ। ପରବର୍ତ୍ତୀ ପ୍ରଶ୍ନ। ରୀତି ଶବ୍ଦର ଅର୍ଥ କେଉଁଠି? ରୀତି ଶବ୍ଦର ଅର୍ଥ ହେଉଛି ବିଶିଷ୍ଟ ପଦ ରଚନା। ପ୍ରଶ୍ନ। ଶ୍ରୀ ଚୈତନ୍ୟ ଦେବ କେବେ ଓଡ଼ିଶା ଆଗମନ କରିଥିଲେ? ଶ୍ରୀ ଚୈତନ୍ୟ କେବେ ଓଡ଼ିଶା ଆସିଥିଲେ? 1510 ଓ 11। ଶ୍ରୀ ଚୈତନ୍ୟ
ଓଡ଼ିଶା ଆସିଥିଲେ। ପରବର୍ତ୍ତୀ ପ୍ରଶ୍ନ 1660 ମସିହାରେ ଆଉରଙ୍ଗଜେବଙ୍କ ଦ୍ୱାରା ଓଡ଼ିଶା ଅଧିକୃତ ହେବା ପରେ କେଉଁ ରାଜାଙ୍କୁ ବିଶ୍ୱାସଘାତକତା ପୂର୍ବକ ହତ୍ୟା ଯାଇଥିଲା କରା ଯାଇଥିଲା। 1660 ମସିହାରେ ଆଉରଙ୍ଗଜେବଙ୍କ ଦ୍ୱାରା ଓଡ଼ିଶା ଅଧିକାର ହେବା ପରେ କେଉଁ ରାଜାଙ୍କୁ ବିଶ୍ୱାସଘାତକତା ସହିତ ବିଶ୍ୱାସଘାତକତାର ସହିତ ହତ୍ୟା କରାଯାଇଥିଲା? 4 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ସି ରାଜା କୃଷ୍ଣଚନ୍ଦ୍ର ଭଞ୍ଜ। ପରବର୍ତ୍ତୀ ପ୍ରଶ୍ନ ଓଡ଼ିଶା ସହିତ କାହାର ରାଜନୈତିକ ସମ୍ପର୍କ ଦୀର୍ଘ 500 ବର୍ଷରୁ ଦୀର୍ଘକାଳ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା? ଓଡ଼ିଶା ସହିତ କାହାର ସମ୍ପର୍କ ରାଜନୈତିକ ସମ୍ପର୍କ ଦୀର୍ଘ 500 ବର୍ଷରୁ ଅଧିକ କାଳ ତିଷ୍ଠି ରହିଥିଲା? 5 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଡି ମୁସଲମାନ। ପରବର୍ତ୍ତୀ ପ୍ରଶ୍ନ ଜାତକ କଥା କେଉଁ ଧର୍ମର ପୃଷ୍ଠଭୂମିରେ ପରିକଳ୍ପିତ? 6 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ବୌଦ୍ଧ ଧର୍ମ। ପରବର୍ତ୍ତୀ ପ୍ରଶ୍ନ କିଏ ଟୀକା ଗୋବିନ୍ଦ ଚନ୍ଦ୍ରର ସ୍ରଷ୍ଟା? ଟୀକା ଗୋବିନ୍ଦ ଚନ୍ଦ୍ରର ସ୍ରଷ୍ଟା କିଏ? ଯୋଗୀନ୍ଦ୍ର, ଦେବଜ୍ଞ, ବିପ୍ର ହେଉଛନ୍ତି ଟୀକା ଗୋବିନ୍ଦ ଚନ୍ଦ୍ରର ସ୍ରଷ୍ଟା। କ୍ଲିୟର? ଆଗକୁ ଯିବା। ଦିବାକର ଦାସଙ୍କ ରଚନା କେଉଁଟି? 8 ନମ୍ବର ପ୍ରଶ୍ନ ଦିବାକର ଦାସଙ୍କ ରଚନା କେଉଁଟି? ଜଗନ୍ନାଥ ଚରିତାମୃତ ହେଉଛି ଦିବାକର ଦାସଙ୍କ ରଚନା। ପରବର୍ତ୍ତୀ ପ୍ରଶ୍ନ ଚୈତନ୍ୟ ବିଳାସ କେଉଁ ଧରଣର ଗ୍ରନ୍ଥ? ନମ୍ବର ପ୍ରଶ୍ନ ଚୈତନ୍ୟ ବିଳାସ କେଉଁ ଧରଣର ଗ୍ରନ୍ଥ? ଚୈତନ୍ୟଙ୍କ ଜୀବନ ଚରିତ ସମ୍ବନ୍ଧୀୟ ଗ୍ରନ୍ଥ। କ୍ଲିୟର? ପରବର୍ତ୍ତୀ ପ୍ରଶ୍ନ ଗୋବିନ୍ଦ ଲୀଳାମୃତ ଗ୍ରନ୍ଥର ରଚୟିତା କିଏ? ଗୋବିନ୍ଦ ଲୀଳାମୃତ ଗ୍ରନ୍ଥର ରଚୟିତା କିଏ? 10 ନମ୍ବର ପ୍ରଶ୍ନର ଉତ୍ତର ହେବ ଡି କୃଷ୍ଣ ଦାସ କବିରାଜ ହେଉଛନ୍ତି ଗୋବିନ୍ଦ ଲୀଳାମୃତ ଗ୍ରନ୍ଥର ରଚୟିତା। ପରବର୍ତ୍ତୀ ପ୍ରଶ୍ନ ବ୍ରଜବିହାର କାବ୍ୟଟି କେଉଁ ଧର୍ମର ଏକ ପ୍ରାମାଣିକ ଗ୍ରନ୍ଥ? 11 ନମ୍ବର ପ୍ରଶ୍ନ ବ୍ରଜବିହାର କାବ୍ୟଟି କେଉଁ ଧର୍ମର ଏକ ପ୍ରାମାଣିକ ଗ୍ରନ୍ଥ? କଣ ହବ? ଗୌଡୀୟ ବୈଷ୍ଣବ ଧର୍ମର ଏକ ପ୍ରାମାଣିକ ଗ୍ରନ୍ଥ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। କ ସ୍ତମ୍ଭ ଖ ସ୍ତମ୍ଭ କୋଉଟା ସହଜ ଆଗ ଆମେ ତାକୁ ଜଏଣ୍ଟ କରିବା, ସଂଯୋଗ କରିବା। ନୃସିଂହ ପୁରାଣ ନମ୍ବର 10 ହେଲେ 3 ନମ୍ବର ଆଇଭି 3 ନମ୍ବର ଆଇଭି ହେଲେ ବି ହବ ୟାର ଉତ୍ତର। କଣ ହବ? ବି ହବ ୟାର ଉତ୍ତର। ଆଇର ସରି ଏକର ତ୍ରିପୁଲ ଆଇ ହାସ୍ୟ କଲ୍ଲୋଳ ସୂର୍ଯ୍ୟ ବଳଦେବ ରଥ 2ର ଆଇ ବ୍ରହ୍ମଗୀତା ବଳରାମ ଦାସ ରସକଳା ଲୋକନାଥ ବିଦ୍ୟାଧର। ପରବର୍ତ୍ତୀ ପ୍ରଶ୍ନ କେଉଁ କାବ୍ୟଟି ସ୍ୱର୍ଗୀୟ ପ୍ରେମର ନିଦର୍ଶନ? କେଉଁ କାବ୍ୟଟି ସ୍ୱର୍ଗୀୟ ପ୍ରେମର ନିଦର୍ଶନ? କଣ ହବ ଉତ୍ତର? ରୁକ୍ମଣୀ ବିବାହ ସ୍ୱର୍ଗୀୟ ପ୍ରେମର ନିଦର୍ଶନ। 15 ନମ୍ବର ପ୍ରଶ୍ନ ସରି 14 ନମ୍ବର କୃତ ପଦଟି କେଉଁ କାବ୍ୟ ତତ୍ତ୍ୱ ଧାରାର ପ୍ରତିନିଧିତ୍ୱ କରୁଛି? ଶରୀର ମଧ୍ୟଲୋପକୁ ଶରୀର ମଧ୍ୟକୁ ଚକ୍ଷୁ ପ୍ରହରିଲା ବିଚାରିଣତା କୁ 14 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ପ୍ରୀତିବାଦୀ। ଆଗକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ସୌନ୍ଦର୍ଯ୍ୟ କେଉଁ ଶ୍ରେଣୀୟ ଅବବୋଧ? ସୌନ୍ଦର୍ଯ୍ୟ କେଉଁ ଶ୍ରେଣୀୟ ଅବବୋଧ? ବ୍ୟକ୍ତିନିଷ୍ଠ। କଣ ହବ ଉତ୍ତର? ବ୍ୟକ୍ତିନିଷ୍ଠ। ପରବର୍ତ୍ତୀ ପ୍ରଶ୍ନ କାବ୍ୟାଙ୍ଗୀକର
କେଉଁ ଉପାଦାନ ସାଦୃଶ୍ୟ ନିର୍ଭର? ବ୍ୟଙ୍ଗିକର କେଉଁ ଉପାଦାନ ସାଦୃଶ୍ୟ ନିର୍ଭର? 16 ନମ୍ବର ପ୍ରଶ୍ନର ଉତ୍ତର କ'ଣ ହେବ? ଏ. ଚିତ୍ରକଳ୍ପ ସୃଷ୍ଟି। ପରବର୍ତ୍ତୀ ପ୍ରଶ୍ନ, ପାଶ୍ଚାତ୍ୟ ଶୈଳୀ ବିଜ୍ଞାନୀ ସୃଷ୍ଟିରେ ସ୍ରଷ୍ଟାର ବ୍ୟକ୍ତିତ୍ୱର ସମ୍ପର୍କ ନିରୂପଣ କରିଛନ୍ତି। ନିମ୍ନ କେଉଁ ପ୍ରାଚ୍ୟ କାବ୍ୟତତ୍ତ୍ୱବିତ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି? ପାଶ୍ଚାତ୍ୟ ଶୈଳୀ ବିଜ୍ଞାନୀ ସୃଷ୍ଟିରେ ସ୍ରଷ୍ଟାର ବ୍ୟକ୍ତିତ୍ୱର ସମ୍ପର୍କ ନିରୂପଣ କରିଛନ୍ତି। ନିମ୍ନ କେଉଁ ପ୍ରାଚ୍ୟ କାବ୍ୟତତ୍ତ୍ୱବିତ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି? 13 ନମ୍ବର ପ୍ରଶ୍ନର ଉତ୍ତର କ'ଣ ହେବ? ଆନନ୍ଦ ବର୍ଦ୍ଧନ। ଉତ୍ତର କ'ଣ ହେବ? ଆନନ୍ଦ। ପରବର୍ତ୍ତୀ ପ୍ରଶ୍ନ, ଔଚିତ୍ୟବାଦର ପ୍ରବର୍ତ୍ତକ କିଏ? ହେମେନ୍ଦ୍ର ହେଉଛନ୍ତି ଔଚିତ୍ୟବାଦର ପ୍ରବର୍ତ୍ତକ। ହେମେନ୍ଦ୍ର। ନମ୍ବର ପ୍ରଶ୍ନ, 19 ନମ୍ବର ପ୍ରଶ୍ନ ବୁଝିବା। ପାରଳାଖେମୁଣ୍ଡି କେଉଁ ରାଜାଙ୍କ ରାଜ୍ୟ ଥିଲା? ପାରଳାଖେମୁଣ୍ଡି କେଉଁ ରାଜାଙ୍କ ରାଜ୍ୟ ଥିଲା? 19 ନମ୍ବର ପ୍ରଶ୍ନର ଉତ୍ତର କ'ଣ ହେବ? କୃଷ୍ଣଚନ୍ଦ୍ର ଗଜପତି। କୃଷ୍ଣଚନ୍ଦ୍ର ଗଜପତି ହେଲେ ପାରଳାଖେମୁଣ୍ଡିର ରାଜା ଥିଲେ। ପରବର୍ତ୍ତୀ ପ୍ରଶ୍ନ, ଧନଞ୍ଜୟ ଭଞ୍ଜଙ୍କ ଦ୍ୱାରା ରଚିତ କାବ୍ୟଟିର ନାମ କ'ଣ? ଧନଞ୍ଜୟ ଭଞ୍ଜଙ୍କ ଦ୍ୱାରା ରଚିତ କାବ୍ୟଟିର ନାମ କ'ଣ? 20 ନମ୍ବର ପ୍ରଶ୍ନର ଉତ୍ତର କ'ଣ ହେବ? ଅନଙ୍ଗ ରେଖା କାବ୍ୟ ଧନଞ୍ଜୟ ଭଞ୍ଜଙ୍କ ଦ୍ୱାରା ରଚନା କରାଯାଇଛି, ରଚିତ। ପରବର୍ତ୍ତୀ ପ୍ରଶ୍ନ, ବକ୍ରୋକ୍ତି ସମ୍ପ୍ରଦାୟର ପ୍ରବର୍ତ୍ତକ କିଏ? ବକ୍ରୋକ୍ତି କୁନ୍ତକ। କୁନ୍ତକ ହେଉଛନ୍ତି ବକ୍ରୋକ୍ତି ସମ୍ପ୍ରଦାୟର ପ୍ରବର୍ତ୍ତକ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବ କେବେ ଗହିରାଟିକିରି ଯୁଦ୍ଧରେ ପରାସ୍ତ ହେବା ପରେ ଓଡ଼ିଶାର ଭାଗ୍ୟ ବିପର୍ଯ୍ୟୟ ଘଟିଥିଲା? ମୁକୁନ୍ଦ ଦେବ କେବେ ଗହିରାଟିକିରି ଯୁଦ୍ଧରେ ହାରି ଯାଇଥିଲେ ଏବଂ ତା ପରେ ଓଡ଼ିଶାର ବିପର୍ଯ୍ୟୟ ଘଟିଥିଲା? ମାନେ କେତେ ମସିହା? 22 ନମ୍ବର ପ୍ରଶ୍ନର ଉତ୍ତର କ'ଣ ହେବ? 1568 ମସିହା। ପରବର୍ତ୍ତୀ ପ୍ରଶ୍ନ, 1594 ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ପ୍ରତିନିଧି ରୂପେ କିଏ ଆକବରଙ୍କ ଦରବାରରେ ଯୋଗ ଦେଇଥିଲେ? 1594 ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ପ୍ରତିନିଧି ରୂପେ କିଏ ଆକବରଙ୍କ ଦରବାରରେ ଯୋଗ ଦେଇଥିଲେ? 23 ନମ୍ବର ପ୍ରଶ୍ନର ଉତ୍ତର କ'ଣ ହେବ? ବି ହେବ ଏହାର ଉତ୍ତର। କବିଚନ୍ଦ୍ର ବିଶ୍ୱନାଥ ରାୟ ଆକବରଙ୍କ ରାଜ ଦରବାରରେ ଯୋଗ ଦେଇଥିଲେ। ପରବର୍ତ୍ତୀ ପ୍ରଶ୍ନ, କାଞ୍ଚନଲତା ପୁସ୍ତକର ସ୍ରଷ୍ଟା କିଏ? କାଞ୍ଚନଲତା ପୁସ୍ତକର ସ୍ରଷ୍ଟା କିଏ? ଶ୍ରୀଧର ଦାସ ହେଉଛନ୍ତି କାଞ୍ଚନଲତା ପୁସ୍ତକର ସ୍ରଷ୍ଟା। ଆଗକୁ ଯିବା, କ ସ୍ତମ୍ଭ ଖ ସ୍ତମ୍ଭ। ପଚିଶ ନମ୍ବର ପ୍ରଶ୍ନ, ଭାମହଙ୍କର କ'ଣ? ଭାମହ କାବ୍ୟାଳଙ୍କାର। ତମେ ଜାଣିଛେ ଭାମହଙ୍କର କାବ୍ୟାଳଙ୍କାର। ଏକର ଟୁଆଇ। ଏକର ଟୁଆଇ ଇଏ ହବ ନାହିଁ, ଏଠି ଟୁଆଇ ନାହିଁ, ଏଠି ବି ଟୁଆଇ ନାହିଁ, ଏ ବି ହବ ନାହିଁ। ଏଇଟା ଆଉ ଏଇଟା ଭିତରେ, ଏ ଆଉ ଟି ଭିତରେ ଆମେ ଦେଖିବା। ଆଗକୁ ଯିବା ପୁଣି। କାବ୍ୟାଦର୍ଶ କାହାର ରଚନା? ଦଣ୍ଡିଙ୍କର କାବ୍ୟାଦର୍ଶ। 2ର ତ୍ରିପୁଲାଇ ଦଣ୍ଡିଙ୍କର କାବ୍ୟାଦର୍ଶ। ତାହେଲେ 2ର କ'ଣ ଦେଖିବା? ତ୍ରିପୁଲାଇ। ଏଠି ତ ତ୍ରିପୁଲାଇ ନାହିଁ ଡିରେ, ତାହେଲେ ଏଇଟା ହବ ଉତ୍ତର।
2 ର ଟ୍ରିପୁଲ ଆଇ। ରାଜଶେଖରଙ୍କର କାବ୍ୟମୀମାଂସା କମ୍ମଟ ଭଟ୍ଟ କାବ୍ୟ ପ୍ରକାଶ 4 ର ଆଇ। ପରବର୍ତ୍ତୀ ପ୍ରଶ୍ନ, ତଥ୍ୟଗତ ତ୍ରୁଟି କେଉଁଥିରେ ଅଛି? ତଥ୍ୟଗତ ତ୍ରୁଟି କେଉଁଥିରେ ଅଛି? 24 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ସି। ଶଶିସେନା କାବ୍ୟ କାହାର? ପ୍ରେମଲୋଚନା ବିଷ୍ଣୁ ଦାସଙ୍କର, ରଘୁନାଥ ହରିଚନ୍ଦନଙ୍କର ଲୀଳାବତୀ କାବ୍ୟ, ହରିହର ନରେନ୍ଦ୍ରଙ୍କର ମଦାଳସା କାବ୍ୟ ଏବଂ କାର୍ତ୍ତିକ ଦାସଙ୍କର କଣ ଶଶିସେନା କି? ଶଶିସେନା ହେଉଛି ଦେବଦୁର୍ଲ୍ଲଭ ଦାସଙ୍କର। ତେବେ ସିଟା ହେବ ଭୁଲ। ତ୍ରୁଟି, ସିଟା ତ୍ରୁଟି ଅଛି, ତେଣୁ ସି ହବ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, କେଉଁ ଯୋଡ଼ିଟି ଭୁଲ? କେଉଁ ଯୋଡ଼ିଟି ଭୁଲ? ବି ହବ ସାହିତ୍ୟ ଦର୍ପଣ ବିଶ୍ୱନାଥ କବିରାଜ, ରସଗଙ୍ଗାଧର ପଣ୍ଡିତ ଜଗନ୍ନାଥ, ଠିକ ଅଛି। ଏକାବଳି ବିଦ୍ୟାଧର, ଏ ବି ଠିକ ଅଛି। ଭରତ ପୁରାଣ ହବ ନାହିଁ, ଭରତଙ୍କର ନାଟ୍ୟଶାସ୍ତ୍ର, ତେଣୁ ବି ହବ ଉତ୍ତର। ଆଗକୁ ଯିବା, ପରବର୍ତ୍ତୀ ପ୍ରଶ୍ନ, ନୀଳାଦ୍ରି ମହୋତ୍ସବ କାବ୍ୟର ରଚୟିତା କିଏ? 28 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ସି। ନୀଳାଦ୍ରି ମହୋତ୍ସବ କାବ୍ୟର ରଚୟିତା ହେଉଛନ୍ତି ଲୋକନାଥ ବିଦ୍ୟାଧର। ପରବର୍ତ୍ତୀ ପ୍ରଶ୍ନ, 29 ନମ୍ବର ପ୍ରଶ୍ନ, ପ୍ରେମ ପଞ୍ଚାମୃତ ଭୂପତି ପଣ୍ଡିତ 3 ର 2 ଆଇ। 29 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? 3 ର 2 ଆଇ। 3 ର 2 ଆଇ, ତାହେଲେ ଏଇଟା ଏ ହବ ଉତ୍ତର। 3 ର 2 ଆଇ। 1 ର ଆଇଭି ରତ୍ନମଞ୍ଜରୀ ଧନଞ୍ଜୟ ଭଞ୍ଜ, 2 ର ଟ୍ରିପୁଲ ଆଇ ପ୍ରେମଲୋଚନା ବିଷ୍ଣୁ ଦାସ, ବିଚକ୍ଷଣା ବ୍ରଜନାଥ ବଡଜେନା, ବ୍ରଜନାଥ ବଡଜେନାଙ୍କ। ପରବର୍ତ୍ତୀ ପ୍ରଶ୍ନ ଏବଂ ଆଜିର ଶେଷ ପ୍ରଶ୍ନ ମଧ୍ୟ, କେଉଁଟି ଏକ ପୌରାଣିକ କାବ୍ୟ ନୁହେଁ? କେଉଁଟି ଏକ ପୌରାଣିକ କାବ୍ୟ ନୁହେଁ? 30 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ପରିମଳା କାବ୍ୟ ଏକ ପୌରାଣିକ କାବ୍ୟ ନୁହେଁ। ପରିମଳା ଏକ କାଳ୍ପନିକ କାବ୍ୟ। ଏ ଥିଲା ଆଜିର 30 ଗୋଟି ପ୍ରଶ୍ନ ଉତ୍ତର। ଭିଡିଓ ଭଲ ଲାଗୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିକି ରଖିବେ। ଭିଡିଓ ପାଇବାକୁ ଚାହୁଁଥିଲେ ଓଡ଼ିଆ ନେଟ୍ ଏଚିଭର୍ସ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିବେ। ଏ ଥିଲା ଆଜିର 30 ଗୋଟି ପ୍ରଶ୍ନ ଉତ୍ତର। ଆପଣଙ୍କ ପାଇଁ ତଳେ ଦିଆଯାଇଛି ଉତ୍ତର। ଧନ୍ୟବାଦ।